ଅଗନାଗନି ବନସ୍ତରେ ବାଘ, ସିଂହ, ହାତୀ, ଗଧ, ବିଲୁଆ, ଠେକୁଆ ଇତ୍ୟାଦି ପ୍ରାଣୀ ରହୁଥିଲେ। ସେମାନଙ୍କର ରାଜା ଥିଲେ ସିଂହ। ସିଂହ ମହାରାଜ ଥିଲେ ପ୍ରବଳ ପ୍ରତାପୀ ଆଉ ବତ୍ରାଗୀ। ତେଣୁ ତାଙ୍କୁ ସମସ୍ତେ ଭୟ କରୁଥିଲେ। ସେ କେବଳ ତାଙ୍କ ମନ୍ତ୍ରୀ ବାଘର କଥା ଶୁଣୁଥିଲେ। ବାଘ ତାଙ୍କୁ ବୁଲେଇ ବଙ୍କେଇ ମିଛ ସତ କହି ବହୁତ କଥା ବୁଝେଇ ଦେଉଥିଲା। ଦିନେ ସିଂହ ମହାରାଜ ଏବଂ ତାଙ୍କ ମନ୍ତ୍ରୀ ବଣ ପାଖରେ ଥିବା ନଈ ପାଖକୁ ବୁଲିବାକୁ ଗଲେ। ମହାମନ୍ତ୍ରୀ, ଆଜ୍ଞା ମହାରାଜ। ଆଚ୍ଛା, ଏ ନଈଟା କୁଆଡ଼େ ଯାଇଛି? ମହାରାଜ, ଏଇଟା ଏମିତି ଆମ ବଣର କୂଳେ କୂଳେ ପୂର୍ବ ବନସ୍ତରେ ଯାଇ ପହଞ୍ଚିଛି। ତା ମାନେ ପୂର୍ବ ବନରେ ଥିବା ପଶୁମାନେ ବି ଏଇ ପାଣି ପିଉଥିବେ। ଆଜ୍ଞା ମହାରାଜ। ତାହେଲେ ଗୋଟିଏ କାମ କର, ଏଇଠି ଏଇ ଜାଗାରେ ବନ୍ଧ ପକେଇ ଦିଅ, ଯେମିତି ପୂର୍ବ ଦିଗକୁ ଆଉ ପାଣି ନ ଯାଇପାରିବ। ହେଲେ ମହାରାଜ, ମତେ ବୁଝେଇବାକୁ ଚେଷ୍ଟା କରନି। ତମକୁ ଯାହା କହିଲି, ଯେତିକି କହିଲି ସେତିକି କର। ଆଜ୍ଞା ମହାରାଜ। ପଶୁମାନେ ମିଶି ନଦୀ ଉପରେ ବନ୍ଧ ବାନ୍ଧିବା ଆରମ୍ଭ କଲେ। ବନ୍ଧ ବନ୍ଧା ସରିବା ପରେ ପାଣି ଆଉ ଆଗକୁ ନ ଯାଇପାରି ବଣ ଭିତରେ ପଶିବାକୁ ଲାଗିଲା। ସବୁ ପଶୁ ଯାଇ ମନ୍ତ୍ରୀ ବାଘ ରହୁଥିବା ଗୁମ୍ଫା ପାଖରେ ପହଞ୍ଚିଲେ। ଆଜ୍ଞା, ଆମେ କଣ କରିବୁ? କୁଆଡେ ଯିବୁ? କାହିଁ କଣ ହେଲା କି? ଆପଣ ତ ସିଂହ ମହାରାଜଙ୍କ କଥା ମାନି ବନ୍ଧ ବାନ୍ଧିବା ବ୍ୟବସ୍ଥା କରିଲେ, ଆଉ ଏବେ ଦେଖନ୍ତୁ ପରିସ୍ଥିତି କଣ ହେଲା। ପାଣି ଆଗକୁ ନ ଯାଇପାରି ସମସ୍ତଙ୍କ ଘରେ ଆସି ପଶିଲାଣି। ଓ ଆଜ୍ଞା, ଆମେ ଏବେ କଣ କରିବୁ? କୋଉଠି ରହିବୁ? ହଉ, ତମେ ମାନେ ବ୍ୟସ୍ତ ହୁଅ ନା, ଧୈର୍ଯ୍ୟର ସହ ଟିକେ ଅପେକ୍ଷା କର। ଆଜି ରାତିରେ ମୁଁ ତାର ବ୍ୟବସ୍ଥା କରୁଛି। ଦିନ ସରି ରାତି ହେଲା। ମନ୍ତ୍ରୀ ବାଘର ଚିନ୍ତା ବଢ଼ି ଚାଲିଲା। ସେ ଅନେକ ସମୟ ଧରି ନିଜ ଗୁମ୍ଫାରେ ଚିନ୍ତା କରିବା ପରେ ରାତି ପାହିବା ସମୟ ହେଲେ ହାତୀ ତା ସ୍ୱରରେ ପୁରା ବଣର ସବୁ ପ୍ରାଣୀଙ୍କୁ ଉଠାଏ। ବାଘ ହାତୀ ପାଖରେ ପହଞ୍ଚିବା ବେଳକୁ ରାତି ପାହିବାକୁ ଆଉ ଅଳ୍ପ ସମୟ ବାକି ଥିଲା। ହେଲେ ଏବେ ତ ରାତି ପାହିନି। ପାର୍ଟି କରିବି ଯଦି ସମସ୍ତେ ଉଠି ପଡ଼ିବେ, ଆଉ ମହାରାଜ ଜାଣିଲେ ତ କଥା ସରିଯିବ। କିଛି ହବନି, ତମେ ମୋ କଥା ମାନି ଏତିକି କାମ କର। ହଉ ଆଜ୍ଞା। ଇଏ କଣ ହଉଛି ଦୁଷ୍ଟ ହାତୀ? ରାତି ପାହିନି, ତୁ ଆସି ଅସମୟରେ ପାଟି କରୁଛୁ କାହିଁକି?
ମହାରାଜ ଏଇଟା ତ ରାତି ପାହିଯିବାର ସମୟ। ହେଲେ ହେଲେ କଣ ସୂର୍ଯ୍ୟ ଦେବତା ପୂର୍ବ ଦିଗରୁ ଆସନ୍ତି ନା? ଆମେ ଯେହେତୁ ପୂର୍ବ ବଣର ପଶୁମାନଙ୍କୁ ପାଣି ଅଟକାଇ ଦେଇଛୁ, ମତେ ଲାଗୁଛି ସେଥିପାଇଁ ସେ ସୂର୍ଯ୍ୟଙ୍କୁ ଅଟକାଇ ଦେଇଛନ୍ତି। କଣ ତାଙ୍କର ଏତେ ସାହସ? ମହାମନ୍ତ୍ରୀ ଯୁଦ୍ଧର ପ୍ରସ୍ତୁତି କର। ନିଶ୍ଚୟ ମହାରାଜ। ହେଲେ ମହାରାଜ ମୁଁ କଣ କହୁଥିଲି କି ସେମାନଙ୍କ ସହିତ ଗୋଟେ ସୌଦା କଲେ କେମିତି ହୁଅନ୍ତା? କି ସୌଦା? ଆମେ ସେମାନଙ୍କ ଉପରେ ଦୟାକରି ପାଣି ଛାଡି ଦିଅନ୍ତେ, ଆଉ ସେମାନେ ସୂର୍ଯ୍ୟ ଦେବତାଙ୍କୁ ଛାଡି ଦିଅନ୍ତେ। ଏମିତି କଲେ ହୁଅନ୍ତାନି? ସୌଦାଟା ତ ମନ୍ଦ ନୁହଁ। ଠିକ ଅଛି ମହାରାଜ, ଆପଣ ଯାଇ ବିଶ୍ରାମ ନିଅନ୍ତୁ, ବାକି ବ୍ୟବସ୍ଥା ମୁଁ କରିଦେବି। ସୂର୍ଯ୍ୟ ଉଦୟ ବେଳ ହୋଇଥିବାରୁ ସୂର୍ଯ୍ୟ ଉଦୟ ହୁଅନ୍ତି। ଅନ୍ୟପଟେ ବଣର ପଶୁମାନେ ଯାଇ ନଈ ଭିତରେ ବନ୍ଧକୁ ଭାଙ୍ଗି ଦିଅନ୍ତି। କଥା କହି ଜାଣିଲେ ପୃଥିବୀ ବିଜୟ କରିହେବ।